ମୋ ନାଁ ପ୍ରସନ୍ନ କୁମାର ନାୟକ। ଡେରେଙ୍ଗ ମଝି ସାହିର ପ୍ରେସିଡେଣ୍ଟ ଅଛି ମୁଁ। କାଲି ପ୍ରବଳ ବର୍ଷା ପ୍ଲସ୍ ଏନ୍ଟିପିସିର ପାଇପ୍ ଜରିଆରେ ଯେଉଁ ଦ୍ରୁତ ଗତିରେ ପାଣି ଆସୁଛି ତାକୁ ଯେଉଁ ଡ୍ୟାମ୍ କରାହେଇଛି ୟାକୁ ସମ୍ଭାଳି ନ ପାରି ଇଏ ସମ୍ପୂର୍ଣ୍ଣ ଭାବରେ ସ୍କୁଲ ପୂର୍ବ ଦିଗରେ ଥିବା ଯାଇକି ପୁରା ଭାଙ୍ଗି ଯାଇଛି। ଭାଙ୍ଗିଯିବା ଫଳରେ ଚାରିଆଡ଼େ ପାଉଁଶ ପାଣି ଏବଂ ପାଉଁଶ ପୁରା ସ୍କୁଲ ପାଖକୁ ପ୍ଲସ୍ ଆମ ଗାଁ ଭିତରକୁ ମାଡ଼ି ଆସିଛି। ଯାହାଫଳରେ କି ଗାଁର ବହୁତ କ୍ଷତି ହେଉଛି। କୌଣସି ପ୍ରକାର ଚାଷବାସ ତ ଛାଡ଼ନ୍ତୁ ହେଇନି, କିନ୍ତୁ ଯାହା ପନିପରିବା ଟିକେ ଲଗା ହେଇଛି ତା ଦେହରେ ପାଉଁଶ ପାଣି ମାରିକି ପୁରା ନଷ୍ଟ ହେଇଗଲାଣି। ଆଉ ୟା ଫଳରେ ଆଗକୁ ମଧ୍ୟ ଏ ପାଉଁଶ ପୋଖରୀ ଭାଙ୍ଗି ନଦୀକି ଯାଇ ନଦୀରେ ଟିକିରା ନଦୀର ପାଣି ଦୂଷିତ ମଧ୍ୟ ହେଉଛି। ତେଣୁ ଆରପିଟିସି ମିଟିଂରେ 2022ରେ ଏ ଡାଇକି ବନ୍ଦ କରିବାର ଥିଲା, କିନ୍ତୁ ଅମାନ୍ୟ ହେଇକି ଏନ୍ଟିପିସି ତାର କାମ ଚଳେଇଛି। ତେଣୁ ଆମେ ଗାଁ ବାଲା 2025 ମସିହା ଜାନୁଆରୀ ମାସରେ ଆମେ ମଧ୍ୟ ୟା ବିଷୟ ନେଇକି ଷ୍ଟ୍ରାଇକ୍ କରିଥିଲୁ। କିନ୍ତୁ ଏ ଷ୍ଟ୍ରାଇକ୍ରେ ମଧ୍ୟ ସବ୍ କଲେକ୍ଟରଙ୍କ ଆଦେଶ ମୁତାବିକ ଯେ କେବଳ ରିପେୟାରିଂ ହେବ, ଆଉ କୌଣସି କାମ କରିବା କଥା ନୁହଁ। କିନ୍ତୁ ତା ସତ୍ତ୍ୱେ ଏନ୍ଟିପିସି ଅମାନ୍ୟ ହେଇକି ଆହୁରି 4 ମିଟର ଉପରକୁ ବଢ଼େଇ ସେ ଡାଇ କରି ଚାଲିଛି। ତେଣୁ ନିରୀହ ଗ୍ରାମବାସୀ ୟାର ତ ଆଉ ପ୍ରତିବାଦ କିଛି କରିପାରୁନାହାନ୍ତି, କି ସରକାର ମଧ୍ୟ ଏହା ବିଷୟରେ କିଛି ଗୁରୁତ୍ୱ ଦେଉନାହାନ୍ତି। ତେଣୁ ବାରମ୍ବାର ଭାଙ୍ଗିବା ଦ୍ୱାରା ନିଶ୍ଚିନ୍ତ ଭାବରେ ଆମେ ମୃତ୍ୟୁ ମୁଖରେ ପଡ଼ିବାକୁ ଯାଉଛୁ। ତେଣୁ ଏନ୍ଟିପିସି କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଛୁ ଯେ ବର୍ତ୍ତମାନ ଯେଉଁ କାମ ହେଇଛି ତାକୁ ତୁରନ୍ତ ଫିନିସିଂ କରି ବନ୍ଦ କରାଯାଉ, ନଚେତ ଆଗାମୀ ଦିନରେ ନିଶ୍ଚିନ୍ତ ଭାବରେ ଆମେ ସରକାରଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବୁ। କାଲି ରାତିରେ ଆମର ଆସପଣ୍ଡର ଡାଇକ୍ ଭାଙ୍ଗିକି ପାଉଁଶ ଆସିକି ଆମର ଖେଳ ପଡ଼ିଆ ସ୍କୁଲ ପାଖକୁ ପାଉଁଶ ପଳେଇ ଆସିଛି। ଆମର ସେଠି ବି ଯେଉଁ ଗାଧୁଛନ୍ତି ଲୋକ ବନ୍ଧ ପାଖକୁ ବି ପାଉଁଶ ପଳେଇ ଯାଇଛି, ନଦୀକି ମାନେ ପାଉଁଶ ପାଣି ପଳେଇ ଯାଇଛି। ତାପରେ ଆମର ଖରା ଦିନେ ପାଉଁଶ ଉଡୁଛି, ସ୍କୁଲ ଗାଁକୁ ରହିବନି। ତାପରେ ବର୍ଷା ଦିନେ ଭାଙ୍ଗିକି ଆସପଣ୍ଡ ପାଉଁଶ ବି ପଶୁଛି। ଆମର ଏଇଟା ହଉଛି ବଡ଼ ଗୋଟେ ଅସୁବିଧା। ଏଇଟା ପ୍ରତ୍ୟେକ ବର୍ଷ ବର୍ଷା ଦିନ ଆସିଲେ ଏମିତି ପାଉଁଶ ଭାଙ୍ଗିକି ଡାଇକି ଭାଙ୍ଗିକି ବନ୍ଧ ପାଖକୁ ଯାଉଛି, ବନ୍ଧ ପାଖରେ ଯାଇକି ପାଉଁଶ ପାଣି ପଇଯାଉଛି। ସ୍କୁଲ ପାଖ ଖେଳ ପଡ଼ିଆ, ଆମ ଖେଳ ପଡ଼ିଆ ବି ଦେଖନ୍ତୁ ବାରମ୍ବାର ଏଟା କଲେ ମଧ୍ୟ କିଛି ସମାଧାନ କରୁନାହାନ୍ତି। ଆମେ ଚାହୁଁଛୁ ଆର ଗୋଟେ କିଛି ସମାଧାନ କରନ୍ତୁ, ଆମକୁ ଏତିକି କରନ୍ତୁ। ଗତକାଲି ଏନ୍ଟିପିସିର ଆସପଣ୍ଡ ଭୁଷୁଡ଼ି ପଡ଼ିଛି। କେଉଁ କାରଣ ପାଇଁ ତ କହିପାରିବୁନି। ଆମେ ଦୀର୍ଘ 1989 ମସିହାରୁ ଇଏ ତିଆରି ହୋଇଛି। ତାର କୌଣସି ଦୁର୍ବଳତା ଯୋଗୁଁ ଆଜି ଭାଙ୍ଗି ଯାଇଛି। ଏ ଦୁର୍ବଳତାକୁ ଭାଙ୍ଗି ଗାଁର ଖେଳ ପଡ଼ିଆ, ସ୍କୁଲ, ପୋଖରୀ ଆଦି ସବୁଆଡ଼େ ପାଉଁଶ ଯାଇ ବିଭିନ୍ନ ପ୍ରକାର କ୍ଷତିଗ୍ରସ୍ତ ହୋଇଛନ୍ତି ଗ୍ରାମବାସୀ। ଏବଂ 2022 ମସିହାରେ ଏ ଆସପଣ୍ଡ ବନ୍ଦ ଆରପିଡିଏସି ଦ୍ୱାରା ବନ୍ଦ ହେବା ପାଇଁ ନିର୍ବାଚିତ ହୋଇଥିଲା। ଏନ୍ଟିପିସି ଏବଂ ଗ୍ରାମ କମିଟି ସହିତ ମିଶି ବନ୍ଦ କରିବା ନିଷ୍ପତ୍ତି ଥିଲା। କିନ୍ତୁ ଏନ୍ଟିପିସିର ମନମାନି ଯୋଗୁଁ ଆଜି ସେ ପୁନର୍ବାର ପୁଣି ରେଜିଂ କରି ଚାଲିଛି। এই ରେଜିଂ ହେବା ଯୋଗୁଁ ଦୀର୍ଘ ଉଚ୍ଚତା ଯୋଗୁଁ ଗ୍ରାମଠାରୁ ମିନିମମ୍ 50 ଫୁଟ ହାଇଟ୍ରେ ଆସପଣ୍ଡ ତିଆରି ହେଇଛି। ସେଥିଯୋଗୁଁ ସେ ଆଜି ଭାଙ୍ଗି ଛିନଭିନ ହେଇଛି। ଗ୍ରାମବାସୀ ଛିନଭିନ ବସିଛନ୍ତି। କିନ୍ତୁ ବାରମ୍ବାର କଲେକ୍ଟର ସବ୍ କଲେକ୍ଟର ପାଖରେ ଏ ମଧ୍ୟ ମିଟିଂ ବାରମ୍ବାର ହୋଇଛି। ସେଥିରେ ସମାଧାନ ହୋଇଥିଲା ଯେ ଆଗାମୀ ଦିନରେ ଆଉ ୟାକୁ ପୁନର୍ବାର ଗଠନ ତିଆରି ହେବ ନାହିଁ। କିନ୍ତୁ ସେ ଏନ୍ଟିପିସି ଆଜି ମନମାନି ବନ୍ଦ ନ କରି ସେ ତାର କାର୍ଯ୍ୟରତ ରହିଛି।